ଗଜପତି ଜିଲ୍ଲା ଅଡବା ଥାନା ଗାଲାପାଳୁ ଗାଁରେ ବନ୍ଧୁକ ତିଆରି କାରଖାନା ଠାବ କରିଛି ପୋଲିସ। ଏହି ବନ୍ଧୁକ କାରଖାନା ଠାବ ସହ 12ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଏହି ଘଟଣାରେ 2 ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଗାଲାପାକୁ ଗାଁର ଘନଶ୍ୟାମ ପ୍ରଧାନ ଓ ବିହୁରୀ ପଦର ଗାଁର ହରିଶ୍ଚନ୍ଦ୍ର ମଲ୍ଲିକ। ଘନଶ୍ୟାମ ଗାଲାପାକୁ ଗାଁ ନିକଟ ଜଙ୍ଗଲରେ ଦେଶୀ ବନ୍ଧୁକ ତିଆରି କରି ବିକ୍ରି କରୁଥିଲା ବୋଲି ମୋହନା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଏସପି ଯତୀନ୍ଦ୍ର ପଣ୍ଡା। ଗତକାଲି ମୋହନା ଥାନା ଚିହ୍ନୁପଦର ଗାଁ ନିକଟରେ ପେଟ୍ରୋଲିଂ କରୁଥିବା ମହଲା ପୋଲିସ ଏହି ସମୟରେ ସେହି ଗାଁର ହରିଶ୍ଚନ୍ଦ୍ର 2ଟି ଦେଶୀ ବନ୍ଧୁକ ଧରି ରାସ୍ତାରେ ଯାଉଥିଲା। ଏହି ସମୟରେ ପୋଲିସ ତାକୁ ଅଟକ ରଖି ତଦନ୍ତ କରିଥିଲା। ତଦନ୍ତ ପରେ ହରିଶ୍ଚନ୍ଦ୍ର ଗାଲାପାକୁ ଗାଁର ଘନଶ୍ୟାମଙ୍କ ଠାରୁ ବନ୍ଧୁକ କିଣିଥିବା କହିଥିଲେ। ଏହାପରେ ପୋଲିସ ଗାଲାପାକୁ ଗାଁରେ ଚଢାଉ କରି ବନ୍ଧୁକ ତିଆରି କାରଖାନା ଠାବ କରିବା ସହ ବନ୍ଧୁକ ଓ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଥିବା ଏସପି କହିଛନ୍ତି। ସାର୍ ଆଜି ମୋହନା ଥାନା ପକ୍ଷରୁ ଚଢ଼ାଉ କରାଯାଇଥିଲା। ସାର୍ କେଉଁ ଜାଗାରେ ଚଢ଼ାଉ କରାଯାଇଥିଲା? ଯେଉଁଭଳି ଭାବରେ ବହୁ ସଂଖ୍ୟକ ବନ୍ଧୁକ ଏବଂ ଯେଉଁ ବିଭିନ୍ନ ଇନଷ୍ଟ୍ରୁମେଣ୍ଟ ଗୁଡ଼ାକ ମଧ୍ୟ ବନ୍ଧୁକ ତିଆରି ଜବତ ହେଇଛି। କେତେ ଜଣ ଦେଖନ୍ତୁ, ଗତକାଲି ଆଫ୍ଟରନୁନ୍ରେ ଆମର ନୀଳମାଧବ ରେଡ୍ଡି ଯେଉଁ ସବ୍ ଇନ୍ସପେକ୍ଟର ମୋହନା ଥାନାର, ସେ ଯେମିତି ଆମର ୟୁଜୁଆଲ୍ ପେଟ୍ରୋଲିଂ ହୁଏ ସେଭଳିଆ ଗୋଟେ ପେଟ୍ରୋଲିଂରେ ସେ ଯାଇଥିଲେ। ପେଟ୍ରୋଲିଂରେ ତାଙ୍କ ସହିତ ଅଳ୍ପ କିଛି ଷ୍ଟାଫ୍ ମଧ୍ୟ ଥିଲେ। ପେଟ୍ରୋଲିଂ ସମୟରେ ସେ ଯେତେବେଳେ ଚିହୁରୀ ପଦର ଗାଁ ପଟ ଦେଇ ଯାଉଥିଲେ ସେତେବେଳେ ଦେଖିଲେ ଗୋଟେ ଜଣେକ ବ୍ୟକ୍ତି କାନ୍ଧରେ ଗୋଟେ ବନ୍ଧୁକ ରଖିଛନ୍ତି ଏବଂ ହାତରେ ବି ଗୋଟେ ବନ୍ଧୁକ ରଖିଛନ୍ତି। ଆପଣମାନେ ଯେମିତି ଜାଣିଛନ୍ତି ମୋହନା ଅଡ଼ବା ଇଏ ସେନ୍ସିଟିଭ୍ ଏରିଆ ଅଛି, ତ ସେ ସେତିକି ଜାଣିଲା ପରେ ଆଇଆଇସିକୁ କଣ୍ଟାକ୍ଟ କରିଥିଲେ। ଆଇଆଇସି ବହୁତ କିଛି ସମ୍ଭାବନାକୁ ଆଖି ଆଗରେ ରଖି ତାଙ୍କୁ କହିଥିଲେ ଯେ ନାଇଁ ତୁମେ ଥାନାକୁ ଆସ ଏବଂ ଥାନାରୁ ଅଧିକା ଫୋର୍ସ ନେଇକି ଯାଅ ଏବଂ ଆର୍ମ ଆମ୍ୟୁନିସନ୍ ନେଇକିରି ଯାଅ। ତାପରେ ସେ ପୁଣି ଫେରି ଆସିଥିଲେ। ଫେରି ଆସିଲା ପରେ 2 ଜଣ ଲୋକାଲ ୱିଟନେସ୍କୁ ନିଆଯାଇଥିଲା ପୁଲିସ ଗାଡ଼ିରେ ଏବଂ ଅଧିକା ଆର୍ମ ଆମ୍ୟୁନିସନ୍ ସହିତ କିଛି ଫୋର୍ସ ମଧ୍ୟ ନୀଳମାଧବ ରେଡ୍ଡିଙ୍କ ସହିତ ଏବଂ ଆଉ ଥାନାର ଅନ୍ୟ ଅଫିସରଙ୍କ ସହିତ ସେଠିକି ଯାଇଥିଲେ। ଗଲା ପରେ ସେ ବ୍ୟକ୍ତିଙ୍କୁ ରେଡ୍ କରି ତାଙ୍କ ପାଖରୁ 2ଟି ବନ୍ଧୁକ ସିଜ୍ କରାଯାଇଥିଲା ଏବଂ ତାଙ୍କୁ ଥାନାକୁ ଅଣାଯାଇଥିଲା। ଥାନାରେ ଆସିଲା ପରେ ନୀଳମାଧବ ରେଡ୍ଡି ଗୋଟେ ରିପୋର୍ଟ ଦେଇଥିଲେ। ସେ ରିପୋର୍ଟ ଆଧାରରେ ଗୋଟେ ଆର୍ମସ୍ ଆକ୍ଟ, ଇଣ୍ଡିଆନ୍ ଆର୍ମସ୍ ଆକ୍ଟରେ ଗୋଟେ କେସ୍ କରାଯାଇଥିଲା। ସେଇ ଏକ୍ୟୁଜ୍କୁ ଯେତେବେଳେ ପୁଲିସ କଷ୍ଟଡିରେ ଇଣ୍ଟ୍ରୋଗେସନ୍ କରାଗଲା ବେଳକୁ ସେ ଆଡ଼ମିଟ୍ କଲେ ଯେ ତାଙ୍କୁ ଗଲପାଜୁ ଗାଁର ଜନୈକ ବ୍ୟକ୍ତି ଯାହାଙ୍କର ନାମ ଘନଶ୍ୟାମ ପ୍ରଧାନ ସେ ବନ୍ଧୁକଟିକୁ ବିକିଛନ୍ତି ବୋଲି ସେ କହିଲେ। ଏହି ଷ୍ଟେଟମେଣ୍ଟ ଆଧାରରେ ପୁଣି ଥରେ ପୁଲିସ ସେଇ ଘନଶ୍ୟାମ ପ୍ରଧାନଙ୍କର ଗଲାପାଜୁ ଗାଁକୁ ଯାଇଥିଲେ। ଗଲାପାଜୁ ଗାଁରେ ଯେତେବେଳେ ପହଞ୍ଚିଲେ ସେ ଘନଶ୍ୟାମ ପ୍ରଧାନକୁ ସେମାନେ ପାଇଥିଲେ। ପାଇବା ପରେ ତାଙ୍କୁ ସେଠାରୁ ଯେତେବେଳେ ଆପ୍ରିହେଣ୍ଡ କରାଗଲା ସେତେବେଳେ ସେ ଏଗେନ୍ ସାକ୍ଷୀ ଏବଂ ପୁଲିସଙ୍କ ଉପସ୍ଥିତିରେ ସେ ନିଜେ ମାନିଲେ ଯେ ହଁ ଏଇ ବ୍ୟକ୍ତିଙ୍କୁ ମୁଁ ବନ୍ଧୁକ ବିକିଥିଲି, କିନ୍ତୁ ବନ୍ଧୁକ ସେ କେଉଁଠୁ ଆଣିଲେ, କିଭଳି ଆଣିଲେ, ଏ କଥା ଯେତେବେଳେ ପୁଲିସ ତରଫରୁ ପଚରା ଉଚରା ହେଇଥିଲା ସେତେବେଳେ ସିଏ ତାର ନିକଟସ୍ଥ ଗୋଟେ ଛୋଟ ପାହାଡ଼ ଉପରେ ନିଜେ ଗୋଟେ କର୍ମଶାଳା କଲା ଭଳିଆ ସେ କରିଛନ୍ତି। ଛୋଟିଆ କାରଖାନାଟେ କରି ସେଠି ବନ୍ଧୁକ ତିଆରି କରୁଛନ୍ତି ଏବଂ ସେଇଠାରୁ ତିଆରି କରି ସେଇ ବନ୍ଧୁକଟିକୁ ସେ ବିକିଥିଲେ ବୋଲି କହିଲେ। 5,000 ଟଙ୍କାରେ ତାକୁ ବିକିଥିଲେ ବୋଲି କହିଲେ। ତ ସାକ୍ଷୀ ଏବଂ ପୁଲିସଙ୍କ ସହିତ ସେ ସେଇ ପାହାଡ଼ ଉପରକୁ ମଧ୍ୟ ଯାଇଥିଲେ ଏବଂ ସେଠି ଯେଉଁ କାରଖାନା ତାଙ୍କର କରାଯାଇଥିଲା ତାକୁ ସାକ୍ଷୀମାନେ ଏବଂ ପୁଲିସ ଅଫିସର ମାନେ ଦେଖିଥିଲେ। ସେଠାରେ ଯାହା ଦେଖିବାକୁ ମିଳିଲା ଯେ ଗୋଟେ ଛୋଟିଆ ମିନି କାରଖାନା ରହିଛି। ଆପଣମାନେ ଯେମିତି ଭିଜୁଆଲ ଏଇଠି ଦେଖୁଛନ୍ତି ଏଇ ଯେଉଁ ଜିନିଷ ସବୁ ରଖାଯାଇଛି, এই ସାମଗ୍ରୀ ଗୁଡ଼ିକ ସେଇ ବନ୍ଧୁକ ପ୍ରସ୍ତୁତିରେ ସେ ବ୍ୟବହାର କରୁଥିଲେ
ଏବଂ ସେଇ ଘଟଣାସ୍ଥଳରୁ ମୁଖ୍ୟ ଯାହା ପାଖରୁ ପ୍ରଥମେ ହରିଶ୍ଚନ୍ଦ୍ର ମଲ୍ଲିକଙ୍କ ପାଖରୁ 2ଟି ଯେଉଁ ବନ୍ଧୁକ ମିଳିଥିଲା ତା ବ୍ୟତୀତ ଆଉ ମଧ୍ୟ 10ଟି ବନ୍ଧୁକ ସେଠାରୁ ଆମକୁ ପ୍ରାପ୍ତ ହୋଇଛି, ଯାହାକୁ ସେଇଠି ଜବତ ତାଲିକା ପ୍ରସ୍ତୁତ କରି ସାକ୍ଷୀଙ୍କ ଉପସ୍ଥିତିରେ ସିଜର ଲିଷ୍ଟ ତିଆରି କରାଯାଇଥିଲା ଏବଂ ବନ୍ଧୁକ ତିଆରି ପାଇଁ ଯେତେ ପ୍ରକାର ଉପକରଣ ରହିଛି, ଯେତେ ପ୍ରକାର ସାମଗ୍ରୀ ରହିଛି, ସେ ସବୁକୁ ମଧ୍ୟ ପୁଲିସ ଜବତ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ଥାନାକୁ ଆଣିଲା ପରେ ଘନଶ୍ୟାମ ପ୍ରଧାନ ପୁଣି ଆମ ପାଖରେ ବହୁ ସେନ୍ସିଟିଭ୍ ଜିନିଷ କନଫେସ୍ କରିଛନ୍ତି। ସେ ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା, କନ୍ଧମାଳ ଜିଲ୍ଲା ଏ 3ଟି ଜିଲ୍ଲାରେ ବହୁ ଲୋକଙ୍କୁ ମଧ୍ୟ ଏଭଳି ବନ୍ଧୁକ ବିକିଛନ୍ତି। ସେଗୁଡ଼ିକ ଆମର ତଦନ୍ତ ପରିସରରେ ରହିଛି। ଆମେ ଆଜି ଏଇ 2 ଜଣ ଆସାମୀଙ୍କୁ କୋର୍ଟ ଚାଲାଣ କରୁଛୁ ଏବଂ ଅଧିକା ତଦନ୍ତ କରୁଛୁ ଏବଂ କେଉଁ କେଉଁ ବ୍ୟକ୍ତିମାନେ ସେ ବନ୍ଧୁକ ରଖିଛନ୍ତି ସେ ବନ୍ଧୁକକୁ ଆମେ ଜବତ କରିବା ପାଇଁ। ସାର୍, ଯେଉଁ ବନ୍ଧୁକ ତିଆରି କରାଯାଉଥିଲା ପରବର୍ତ୍ତୀ ପର୍ଯ୍ୟାୟରେ ବିକ୍ରି ହେଉଥିଲା, କେଉଁ ଉଦ୍ଦେଶ୍ୟରେ କରାହେଉଥିଲା? ମାନେ କିଛି କ୍ରାଇମ୍ ଘଟାଇବା ଉଦ୍ଦେଶ୍ୟରେ ନା ବନ୍ୟଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ? ତାର ଉଦ୍ଦେଶ୍ୟ କ'ଣ? ଦେଖନ୍ତୁ, ବନ୍ଧୁକ ତ ଗୋଟେ ମାରଣାସ୍ତ୍ରରେ ଯାଉଛି। ସବୁ ପ୍ରକାର ବ୍ୟବହାର ଯିଏ ତାକୁ ନେଇଛି କିଣିକି ସେ ହିଁ ଜାଣୁଛି ଯେ ଏଇଟା କ'ଣ ପାଇଁ ସେ ନେଉଛି। ତେବେ ଏଠି ବହୁତ କ୍ଷେତିବାଡ଼ିରେ ମଧ୍ୟ ବ୍ୟବହାର କରୁଛନ୍ତି ମାଙ୍କଡ଼, ବନ୍ୟ ଜୀବଜନ୍ତୁଙ୍କୁ ଭୟଭୀତ କରିକି ବିଲରେ ନ ପଶିବା ପାଇଁ ସେ କଥା ବି ହେଉଛି ଏବଂ କୌଣସି କ୍ରାଇମ୍ କରିବା ପାଇଁ ମଧ୍ୟ ବ୍ୟବହାର ବି ହେଇପାରେ। ସେସବୁ ଆମେ ବର୍ତ୍ତମାନ ତଦନ୍ତ କରୁଛୁ। ଏଇ ଯେଉଁ ବନ୍ଧୁକ ଗୁଡ଼ିକ ଏଇ 3ଟି ଜିଲ୍ଲାର ବିଭିନ୍ନ ଲୋକମାନଙ୍କୁ ସେ ବିକିଛନ୍ତି ସେଗୁଡ଼ିକ ଆମର ପ୍ରାଥମିକତା ବର୍ତ୍ତମାନ ରହିଛି। ସେଗୁଡ଼ିକୁ ଆମେ ଆଗେ କେମିତି ଜବତ କରି ଆମ ଅକ୍ତିଆରକୁ ଆଣିବୁ। କେତେ ବର୍ଷ ହେଲା ଚାଲିଥିଲା ସାର୍? କେତେ ବର୍ଷ ଧରି ଚାଲିଥିଲା? ଏବେ ସୁଦ୍ଧା ଆମେ ଯାହା ଜାଣିବାକୁ ପାଉଛୁ ସେଠି ପ୍ରାୟ 3-4 ବର୍ଷ ହେବ ସେ ବ୍ୟକ୍ତି ଜଣକ ଏଇଭଳି କାରବାର କରିଛନ୍ତି ଏବଂ ଗଲା 2-3 ବର୍ଷ ହେବ ସେ ଲୋକମାନଙ୍କୁ ବିଭିନ୍ନ ଜାଗାରେ। ସାର୍, ଯେହେତୁ କାରଖାନାରେ କାମ ସାର୍, ଏଥିରେ କେତେ ଜଣ, କେବଳ 2 ଜଣ ସମ୍ପୃକ୍ତ ଅଛି ନା ଆଉ କିଛି ବି ଅଛନ୍ତି? ସେଟା ବି ଆମେ ତଦନ୍ତ କରୁଛୁ ଯେ ଏଇ ଯେଉଁ ଘନଶ୍ୟାମ ପ୍ରଧାନ ସେ ନିଜେ ଏକା ଏସବୁ କରୁଥିଲେ ନା ତାଙ୍କୁ ଆଉ କିଏ ସହଯୋଗ କରୁଥିଲା ସେ ବାବଦରେ ତଦନ୍ତ ଜାରି ରହିଛି। ଯଦି କାହାରି ସମ୍ପୃକ୍ତି ଜଣାପଡ଼େ ତାଙ୍କୁ ମଧ୍ୟ ଆଇନ ପରିସରକୁ ଆମେ ବର୍ତ୍ତମାନ ସୁଦ୍ଧା ଆମ ପାଖରେ 12ଟି ବନ୍ଧୁକ ଜବତ ହେଇଛି ଏବଂ 2 ଜଣ ବ୍ୟକ୍ତି ଗିରଫ ହେଇଛନ୍ତି। ତା ସହିତ ବନ୍ଧୁକ ତିଆରି ସାମଗ୍ରୀ ମଧ୍ୟ। ହଁ। ସାର୍, ଏ ବନ୍ଧୁକ ଗୁଡ଼ା କେବଳ ଏଇ ଯେଉଁ ଆପଣ ଯେମିତି କହୁଥିଲେ ବିଭିନ୍ନ ପ୍ରକାର ମାରାଣାସ୍ତ୍ର ଭାବରେ। ସାର୍ ନମସ୍କାର। ब्यूरो रिपोर्ट, विकल्प समाचार।